ଯେତେବେଳେ ଓଡ଼ିଶାର ଜନମତ ସେ ବିଲ୍ ବିରୁଦ୍ଧରେ ଯାଉଛି, ମାନ୍ୟବର ସଭାପତି ମହୋଦୟ, ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆମର ପ୍ରିୟ ନେତା ନବୀନ ପଟ୍ଟନାୟକ ମହୋଦୟ, ତାଙ୍କ ଦରମା ତ ସେ କେବେ ନିଅନ୍ତି ନାହିଁ। ସେ ମୁଖ୍ୟମନ୍ତ୍ରୀ ହେଲା ଦିନରୁ, ରାଜନୀତିକୁ ଆସିଲା ଦିନରୁ ସେ ଦରମା ଦାନ କରିଦିଅନ୍ତି। ତାଙ୍କ ଦରମା ତ ସେ କେବେ ନିଅନ୍ତି ନାହିଁ ରାଜନୀତିକୁ ଆସିଲା ଦିନରୁ। କିନ୍ତୁ ନିର୍ଦ୍ଦେଶ କ୍ରମେ ଆମେ ଆପଣମାନଙ୍କୁ ଜଣାଉଛୁ ଯେ ଆମେ ମଧ୍ୟ ବିଜୁ ଜନତା ଦଳ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ, ଏଇ ଯେଉଁ ବିଧାୟକ ପାରିତ ହୋଇଛି, ଏ ବିଧାୟକକୁ ପୁଣି ପୁନର୍ବିଚାର କରନ୍ତୁ ଏବଂ ଲୋକମତ ଯାହା ଅଛି ଲୋକମତକୁ ସମ୍ମାନ ଦିଅନ୍ତୁ। ତ ସାମ୍ବାଦିକ ବନ୍ଧୁଗଣ, ଆମ ଗହଣରେ ଉପସ୍ଥିତ ଅଛନ୍ତି ଆମର ପୂର୍ବତନ ମନ୍ତ୍ରୀ, ଦଳର ଭାଇସ୍ ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେଓ ମହୋଦୟ, ଆମ ଦଳର ଡେପୁଟି ଚିଫ୍ ହୁଇପ୍। ସାମ୍ବାଦିକ ବନ୍ଧୁଗଣ, ଆପଣମାନେ ସମସ୍ତେ ଜାଣିଛନ୍ତି ଗତ ବିଧାନସଭାରେ 9 ତାରିଖ ଦିନ ପାରିତ ହୋଇଥିବା ବିଧେୟକ, ପୂର୍ବତନ ବିଧାୟକ ମାନଙ୍କର ପେନସନ ଏବଂ ଦରମା ବିଷୟରେ ଯେଉଁ ବିଲ୍ଟି ପାରିତ ହୋଇଛି, ସେ ବିଲ୍କୁ ସମସ୍ତେ ସମର୍ଥନ କରିଥିଲେ ମଧ୍ୟ ଆମର ପ୍ରିୟ ନେତା ନବୀନ ପଟ୍ଟନାୟକ ସବୁବେଳେ ଓଡ଼ିଶାର ଜନମତକୁ ସମର୍ଥନ ଦେଇ ଆସିଛନ୍ତି, ଜନମତକୁ ସମ୍ମାନ ଦେଇ ଆସିଛନ୍ତି। ଯେତେବେଳେ ଓଡ଼ିଶାର ଜନମତ ସେ ବିଲ୍ ବିରୁଦ୍ଧରେ ଯାଉଛି, ମାନ୍ୟବର ସଭାପତି ମହୋଦୟ, ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆମର ପ୍ରିୟ ନେତା ନବୀନ ପଟ୍ଟନାୟକ ମହୋଦୟ, ତାଙ୍କ ଦରମା ତ ସେ କେବେ ନିଅନ୍ତି ନାହିଁ। ସେ ମୁଖ୍ୟମନ୍ତ୍ରୀ ହେଲା ଦିନରୁ, ରାଜନୀତିକୁ ଆସିଲା ଦିନରୁ ସେ ଦରମା ଦାନ କରିଦିଅନ୍ତି। ତାଙ୍କ ଦରମା ତ ସେ କେବେ ନିଅନ୍ତି ନାହିଁ ରାଜନୀତିକୁ ଆସିଲା ଦିନରୁ। କିନ୍ତୁ ନିର୍ଦ୍ଦେଶ କ୍ରମେ ଆମେ ଆପଣମାନଙ୍କୁ ଜଣାଉଛୁ ଯେ ଆମେ ମଧ୍ୟ ବିଜୁ ଜନତା ଦଳ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ, ଏଇ ଯେଉଁ ବିଧାୟକ ପାରିତ ହୋଇଛି, ଏ ବିଧାୟକକୁ ପୁଣି ପୁନର୍ବିଚାର କରନ୍ତୁ ଏବଂ ଲୋକମତ ଯାହା ଅଛି ଲୋକମତକୁ ସମ୍ମାନ ଦିଅନ୍ତୁ। ଆମ ପାଖରେ ଅଛନ୍ତି ଆମର MLA ପ୍ରତାପ କେଶରୀ ଦେଓ ମହୋଦୟ, ମୁଁ ଅନୁରୋଧ କରୁଛି ସେ ତାଙ୍କର ବକ୍ତବ୍ୟ ରଖିବେ। जो कथा विजु जनता दल मुख्य सचेतक अच्छा दलर 77तम विधानसभा पारित होता पूर्वतन विधायक मानकर पेंशन बिल एवं विधायक मानकर जो सैलरी बिल उपर सरकार तरफ आगत करा जो बिल को आम समस्त समर्थन करूँ, दलगत विशेष समस्त समर्थन करूँ। परवर्ती अवस्था या अनेक आलोचना समालोचना शुणा मिलला। तो से संक्रांत आम दलर सभापति निर्देश क्रमे आम मान्यवर वर्तमान मुख्यमंत्री श्री मोहन माझी को अनुरोध करूँ कि से ये विषय उचित विचार करेंगे बोलिकी आम दल तरफ आमर अनुरोध। धन्यवाद।